ଅତୀତରେ ଆମେ ଦେଖିଛନ୍ତି ନବନିର୍ମାଣ କୃଷକ ସଂଗଠନ ଏଇଠୁ ଏୟାରପୋର୍ଟରୁ ଗୋଟେ ଫ୍ଲାଇଟ୍ ଧରିକି ଯାଇଥିଲେ, ଗୋଟେ ବିଆରଏସ୍ କରିଥିଲେ। ଏବେ ଆସିକି ଫେର ଆସିଛନ୍ତି ବର୍ତ୍ତମାନ ଆନ୍ଦୋଳନ କରିବା ପାଇଁ। ଆନ୍ଦୋଳନ କରିବା କାହାକୁ ମନା ନାହିଁ, କିନ୍ତୁ ପ୍ରତ୍ୟେକ ପ୍ରଫେସନରେ ଦେଖିଥିବେ ଅସଲି ଆଉ ନକଲି ସମସ୍ତେ ଅଛନ୍ତି। ଇଭିନ୍ ଆପଣ ସାମ୍ବାଦିକତା ପ୍ରଫେସନରେ ମଧ୍ୟ ଦେଖିବେ କିଛି ଅସଲି ସାମ୍ବାଦିକ ଅଛନ୍ତି, କିଛି ନକଲି ସାମ୍ବାଦିକ ଅଛନ୍ତି। ପ୍ରତ୍ୟେକ ପ୍ରଫେସନରେ ଏମାନେ ହଉଛନ୍ତି ଯେଉଁମାନେ ଯାହା ଯାହା ନାଁ ଧରିଲେ ଏମାନେ ହଉଛନ୍ତି ନକଲି ଚାଷୀ। ଏମାନେ ପ୍ରକୃତ ଚାଷୀ ନୁହନ୍ତି। ନା ଏମାନେ ହଳ କରିପାରିବେ, ନା ବାହୁଙ୍ଗି ବେକରେ ପକେଇ ପାରିବେ, ନା ଜୋତ ଜାଣିଛନ୍ତି, ନା ଜୁହାଳି ଜାଣିଛନ୍ତି, ନା ଲଙ୍ଗଳ ଜାଣିଛନ୍ତି, ନା ଏସବୁ କିଛି। ଧାନ ବାଳୁଙ୍ଗା ବି ଏମାନେ ଠିକରେ କହିପାରିବେନି। ଅତୀତରେ ଆପଣ ଦେଖିଥିବେ ପଶ୍ଚିମ ଓଡ଼ିଶାରେ କ'ଣ ହେଉଥିଲା ଯେ ଚାଷୀ ସର୍ବସ୍ୱାନ୍ ଏବଂ ମାଲେମାଲ କେଉଁମାନେ ହେଉଥିଲେ, ଦଲାଲ ଆଉ ମିଲର। ଆଜି ସେ କଥା ନାହିଁ। ମୋହନ ମାଝୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରରେ ଯେତେବେଳେ ଅସଲ ଚାଷୀ ଯେଉଁମାନେ ଅଛନ୍ତି ସେମାନେ ଖୁସିରେ ଅଛନ୍ତି। ଗୋଟିଏ ଚାଷୀ ପରିବାର ଦୀର୍ଘ 2 ବର୍ଷ ଧରିକି ସର୍ବନିମ୍ନ 50,000 ଟଙ୍କାରୁ 1.5 ଲକ୍ଷ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ୍ସଟ୍ରା ବେନିଫିଟ୍ ପାଇଛନ୍ତି। ସେଥିପାଇଁ କୌଣସି ଚାଷୀ ଏ ଆନ୍ଦୋଳନରେ ନାହାନ୍ତି। କିଛି ନକଲି ଚାଷୀ ଯେଉଁମାନଙ୍କର ପ୍ରଫେସନ ହେଉଛି ନିଜର ସଂସ୍ଥା ବଞ୍ଚେଇକି ରଖିବା, ଯେଉଁମାନେ ମିଲରକୁ ସାହାଯ୍ୟ କରନ୍ତି, ଯେଉଁମାନେ ଦଲାଲି କରନ୍ତି ମିଲରମାନଙ୍କ ପାଖରେ, ସେଇମାନେ ଆଜି ଏଭଳି ଆନ୍ଦୋଳନ କରୁଛନ୍ତି। ଆଉ ତାଙ୍କୁ ଯିଏ ସମର୍ଥନ ଦେଉଛନ୍ତି, ଯେଉଁ କଂଗ୍ରେସ ଦଳ କଥା କହିଲେ, କଂଗ୍ରେସ ଦଳର ବର୍ତ୍ତମାନ ଆଉ ନାହିଁ ଫେସ୍ ଭ୍ୟାଲୁ ନାହିଁ, କି କଂଗ୍ରେସ ଦଳ କୌଣସି ଆନ୍ଦୋଳନ ଡାକରା ଦେବା ଅବସ୍ଥାରେ ନାହିଁ। କଂଗ୍ରେସ ଦଳ ଯେହେତୁ ଚାଷୀ ବିରୋଧୀ, ସେଥିପାଇଁ କଂଗ୍ରେସ ବର୍ତ୍ତମାନ ଆଙ୍କ ପଛରେ ନାଉ ହେଉଛି। ଏଇଭଳି ହଜାର ସଂସ୍ଥା ନାଉ ହେଲେ କିଛି ଲାଭ ନାହିଁ। ଲୋକେ ଜାଣିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଆମ ସରକାର, ଭାରତୀୟ ଜନତା ପାର୍ଟି ସରକାର ଚାଷୀମାନଙ୍କ ପାଇଁ କ'ଣ କରିଛି। ଇନପୁଟ ସବସିଡି 800 ଟଙ୍କା ଏବଂ ଗତ ବର୍ଷ ରେକର୍ଡ ପରିମାଣର ଧାନ ସଂଗ୍ରହ ହୋଇଛି ଏବଂ ଧାନ ଉପରେ ଲୋକେ ବର୍ତ୍ତମାନ ଓଡ଼ିଶାର ଚାଷୀ ନିର୍ଭରଶୀଳ ହୋଇଛନ୍ତି। ଧାନ ଗୋଟେ ପ୍ରଫିଟେବୁଲ ଚାଷ ହୋଇପାରିଛି। ସେଟା ଆଜି ମୋହନ ମାଝୀଙ୍କ ପାଇଁ ସେଟା ଆଜି ଏ ସୁଯୋଗ ସୃଷ୍ଟି ହୋଇପାରିଛି। ଓଡ଼ିଶା ବନ୍ଦ ତାହେଲେ ସଫଳ ହେବନି କି ପ୍ରଭାବ ରହିବ? ଓଡ଼ିଶା ମୁଁ କ'ଣ କହିଲି କିଛି ନକଲି ଯେଉଁମାନେ ଚାଷୀ ନୁହନ୍ତି, ସେମାନେ କେବଳ ତାଙ୍କ ପ୍ରଫେସନ ତାଙ୍କ ସଂସ୍ଥାଟାକୁ ବଞ୍ଚେଇବା ପାଇଁ ସେ ମଝିରେ ଯାଇଥିଲେ କୋଉ ସଂସ୍ଥା କିଣିବା ପାଇଁ। ଆପଣ ଦେଖିଛନ୍ତି ହାଇଦ୍ରାବାଦ ଯାଇଥିଲେ, ଯେତେବେଳେ ବିଆରଏସ୍ ବୁଡ଼ିଗଲା ଫେର ଆସିଲେ, କହିଲେ ଆମେ ଆଉ ଗୋଟେ ସଂସ୍ଥା ଆମର ରଖିଛୁ। ଇଏ ରଖିଛନ୍ତି ରେଜିଷ୍ଟର୍ଡ ସଂସ୍ଥା କିଛି, ଆର କିଛି ମୂଲ୍ୟହୀନ। ଏମାନେ ଅସଲ ଚାଷୀ ଯିଏ ଜାଣିବେ ପ୍ରଭାବ କୋଉଠି ଆସିଲା। ମାନେ କହିଲେ ମାନେ ଚାଷୀ ନୁହନ୍ତି, ନକଲି ଚାଷୀ ଯଦି ଯେତେ ମିଶିଲେ ଚାଷଙ୍କ ଉପରେ କ'ଣ ପ୍ରଭାବ ପଡ଼ିବ। ଚାଷୀ ଖୁସି ଅଛନ୍ତି, କୃଷକ ଯିଏ ଅରିଜିନାଲ କୃଷକ ସେମାନେ ଖୁସି ଅଛନ୍ତି। କୃଷି ଓ କୃଷକର କ'ଣ ଉନ୍ନତି ହେଇଛି ସେ କଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି। ଅତୀତରେ ବହୁତ ରାଜନୈତିକ ଦଳ ଏଭଳି ରେଜିଷ୍ଟର୍ଡ ହେଇଛି ଏବଂ ସେ ରାଜନୈତିକ ଦଳ ବର୍ତ୍ତମାନର ସ୍ଥିତି କିଛି ନାହିଁ। ଏବଂ ମହମ୍ମଦ ମୁକିମ କଥା ଯେଉଁ କହିଲେ, ସେ ତ ଅଲରେଡି ଯୋଗ୍ୟତା ହରାଇ ବସିଛନ୍ତି। କ'ଣ ନିର୍ବାଚନ ଲଢ଼ି ପାରିଲେ ନାହିଁ। ଆପଣମାନେ ଜାଣିଛନ୍ତି ଯେ ନିର୍ବାଚନ ଲଢ଼ି ପାରୁନାହାନ୍ତି, ସିଏ କ'ଣ ରାଜନୈତିକ ଦଳ କରିକି କ'ଣ କରିବେ ସେଟା ସମୟ କହିବ। ଆମେ ତାକୁ ଅପେକ୍ଷା କରିବା। ଏଇଟା ସତ, ଏଇଟା ସର୍ବଜନ ବିଦିତ ଯେ ମହମ୍ମଦ ମୁକିମ ଗତ ଥରକ ନିର୍ବାଚନ ଲଢ଼ି ପାରିନାହାନ୍ତି। ସିଏ ଜଣେ ବିଜନେସମ୍ୟାନ୍ କମ୍ ସେଥିରୁ ଆସିକି ପଲିଟିସିଆନ୍ ହେଇଛନ୍ତି। ତେଣୁକରି ଏଇଟା କେତେ ଦୂର ତାଙ୍କର କ'ଣ ହେବ ଫ୍ୟୁଚର, ସେଟା ଆମେ ଅପେକ୍ଷା କରିବା ଏବଂ ଦେଖିବା। କୁହାଯାଉଛି ଯେ କଂଗ୍ରେସ ଦଳକୁ ଭାଙ୍ଗିବା ପାଇଁ ଏ ଶାସକ ଦଳ ସ୍ପନ୍ସର୍ଡ ପାର୍ଟି ଯେ କଂଗ୍ରେସର ନାଁ ନେଇକି ସେମାନେ ଶୁଣନ୍ତୁ, ଭାରତୀୟ ଜନତା ପାର୍ଟି ଦେଶର ବୃହତ୍ତମ ରାଜନୈତିକ ଦଳ। ବିଶ୍ୱରେ ସବୁଠୁ ଅଧିକ ସଭ୍ୟ ହେଉଛନ୍ତି ଭାରତୀୟ ଜନତା ପାର୍ଟି। ଭାରତୀୟ ଜନତା ପାର୍ଟି ଏ ଚେଚରା କାମ କରେ ନାହିଁ। କେତେ ରାଜନୈତିକ ଦଳ ଆସିଛନ୍ତି, କେତେ ରାଜନୈତିକ ଦଳ ଯାଇଛନ୍ତି, ସେ କଥା ମଧ୍ୟ ଆମେ ଜାଣିଛୁ। ତେଣୁକରି ଭାରତୀୟ ଜନତା ପାର୍ଟିର ଏହା ସହିତ କୌଣସି ସମ୍ପର୍କ ନାହିଁ।